ଆଜି ଶୁଣିବା ଆତ୍ମଜୀବନୀ ଆର୍ଯ୍ୟଦାସର ଆତ୍ମଲିପିର ଚତୁର୍ଥ ଭାଗ। ଲେଖକ ଅକ୍ଷୟ ମହାନ୍ତି। କିଛି ଦିନ ପରେ କାବୁଲିବାଲା ଆସିଲା ଆମ ସ୍କୁଲ ଆଗକୁ। ମୋତେ ପଚାରିଲା, ବେଟେ कैसे हो? ମୁଁ ସେତେବେଳେ ତାର ଭାଷା ଅନୁମାନ କରି ବୁଝିଯାଉଥିଲି। କୋକିଳ ଦିଦି କଥା ତାକୁ କହିଲି। ସେ ସ୍କୁଲ ପଛପଟେ ଥିବୁ ଗଲା ଆଉ ତାକୁ ସେଇଠି ଅପେକ୍ଷା କରିବାକୁ ମୋତେ ଠାରି ଦେଇଗଲା। ମୁଁ ସ୍କୁଲ ଘର କୂଅ କଦଳୀ ଗଛ ବଣ ଦେଇ ସେ କାନ୍ଥ ପାଖରେ ଗୋଟେ ପଥର ଉପରେ ଛିଡ଼ା ହୋଇ ଅନେଇ ରହିଲି। କାବୁଲିବାଲା ଯାଇ ବାନାମ୍ବର ସହିତ କିଛି ସମୟ କଥାବାର୍ତ୍ତା କଲା। ଦୁହେଁ ଖୁବ୍ ହସାହସି ହେଲେ। ସେମିତି ହସି ହସି କାବୁଲିବାଲା ମୋ ପାଖକୁ ଆସିଲା, କହିଲା, ବେଟେ ତୋର କୋକିଳ ଦିଦିକୁ ବୁଲାନା। ମୁଁ ଜାଣିପାରିଲି ଯେ ବାନାମ୍ବର କୋକିଳ ଦିଦିଙ୍କୁ ଦେଖିବାକୁ ଚାହୁଁଛି। ସିଧା ଦୌଡ଼ିଗଲି ଛାତ ଉପରକୁ। ସେଠି କୋକିଳ ଦିଦି ବସି ବହି ପଢ଼ୁଥିଲେ। ମୁଁ ଆସିବା ଶବ୍ଦ ଶୁଣି ଚମକି ପଡ଼ି ସଙ୍ଗେ ସଙ୍ଗେ ବହିକୁ ପଣତରେ ଲୁଚେଇ ଦେଲେ। ମୁଁ ଜିଦ୍ କରି କୋକିଳ ଦିଦିଙ୍କୁ ନେଇ ଆସିଲି ତଳକୁ। କହିଲି, ଆସ ଗୋଟେ ମଜା କଥା ଦେଖିବ। ଦୁହେଁ ଆସି ଠିଆ ହେଲୁ ପଛ ପାଚେରୀ ପାଖରେ। ଆମକୁ କାବୁଲିବାଲା ଓ ବାନାମ୍ବର ଅନେଇ ରହିଲେ। ମୁଁ କହିଲି, ଦେଖ। କୋକିଳ ଦିଦି କହିଲେ, କ'ଣ ନୂଆ କଥା ଦେଖେଇଲୁ ଯେ? ତୋ ସାଙ୍ଗ ସେ କାବୁଲିବାଲା ଆଉ ସେ ବଂଶୀ ଧରି ମାଛ ମାରୁଥିବା ଲୋକ। ମୁଁ କିଛି କହିପାରିଲିନି। ତା ପରଦିନଠୁ 4ଟା ବାଜିଲା ମୋର ଆଉ କୋକିଳ ଦିଦିଙ୍କ ସହିତ ଦେଖା ହୁଏନା। ମୁଁ ବି ଡରି ଡରି ନିରୋଳାରେ ତାଙ୍କୁ ଭେଟେ ନାହିଁ। ତା ପରେ ପରେ କିନ୍ତୁ ମୁଁ ଜାଣିଲି ସଞ୍ଜବେଳେ ଯେଉଁ ପ୍ରାର୍ଥନା ସଭା ହୁଏ ସେଠିକି କୋକିଳ ଦିଦି ଡେରିରେ ଆସୁଛନ୍ତି। କାହିଁକି ଡେରି ତାକୁ ମଧ୍ୟ ଜାଣିଲି। କୋକିଳ ଦିଦି ସ୍କୁଲରୁ ଫେରି ପଛପାଖ ପାଚେରୀ ପାଖକୁ ଯାଉଛନ୍ତି। ସେଠୁ ଫେରି ଆସିଲା ବେଳକୁ ତାଙ୍କ ମୁହଁ ହସରେ ରଙ୍ଗୀନ ହୋଇଯାଇଥାଏ। ପୁଣି ଇଚ୍ଛା ହେଲା ସେ କାଳି ଝିଅ ସହ କଥା ହେବାକୁ। ଏ ଭିତରେ ପ୍ରାତଃ କଟିଗଲା। କାଳି ଆସିଲା ନାହିଁ କି ମୁଁ କାହା ସାଙ୍ଗେ ମନ ଖୋଲି କଥାବାର୍ତ୍ତା ହୋଇପାରିଲିନି। ସପ୍ତାହକ ପରେ ସେ କାଳି ଝିଅ ଆସିଲା ଓ ମୁଁ ତାକୁ ନେଇ କୂଅ ପାଖକୁ ଗଲି। ସବୁ କଥା ଗୋଟି ଗୋଟି କରି କହିଲି। ସବୁ ଶୁଣି ସେ କହିଲା, ତୁ ସିନା କୋକିଳ ଦିଦିକୁ ବାନାମ୍ବର ସହିତ ମିଶାଇ ଦେଲୁ। ଯଦି ଏସବୁ ଭିତରେ ତୁ ଅଛୁ ବୋଲି ଜଣାପଡ଼େ ତ ଆଗ ମାଡ଼ ଖାଇବୁ। ଆଜିଠୁ ଚୁପ୍ ରହିଯା। ତାର ଏ କଥା ମୋତେ ଭଲ ଲାଗିଲା ଓ ମୁଁ ଚୁପଚାପ ରହିଗଲି। ପ୍ରାୟ ସପ୍ତାହକ ପରେ ଦିନେ ମୁଁ କୋକିଳ ଦିଦିଙ୍କ ପାଖରେ ଶୋଇଥିଲି। କୋକିଳ ଦିଦି ଚାହୁଁଥିଲେ କେମିତି ମୁଁ ଜଲ୍ଦି ଶୋଇଯାଏ। ଆମେ କେହି ଶୋଇନାହୁଁ। ଦୁହେଁ ଚାହୁଁଥିଲୁ ଅନ୍ୟ ଜଣକ ଶୋଇଯାଉ। ତା ଭିତରେ କେତେବେଳେ ମୋତେ ନିଦ ଆସିଯାଇଛି ମୁଁ ଜାଣେନା। ହଠାତ୍ ନିଦ ଭାଙ୍ଗିଲା ବେଳକୁ ଦେଖିଲି କୋକିଳ ଦିଦି ମୋ ପାଖରେ ନାହାନ୍ତି। ମୁଁ ଚାରିଆଡ଼କୁ ଚାହିଁଲି। ରାତି ଭଲ କରି ପାହିନାହିଁ। କାଉ ସେ ଯାଏ କା କରେ ନାହିଁ। ସେ ପାଖରେ ଦିଦିମାନଙ୍କର ଘୁଙ୍ଗୁଡ଼ି ଶୁଭୁଛି। କୋକିଳ ଦିଦି କୁଆଡ଼େ ଯାଇପାରନ୍ତି? ସେ ତ ରାତିରେ ବାଥରୁମକୁ ଯାଆନ୍ତି ନାହିଁ। ତେବେ ଏବେ କୁଆଡ଼େ ଗଲେ? ନଜର ପଡ଼ିଗଲା ମୁଣ୍ଡ ପାଖରେ ଥିବା ଟେବୁଲ ଉପରେ। ସେଠି କୋକିଳ ଦିଦିଙ୍କର ଛୋଟ ସୁଟକେସ୍ ଥାଏ। ଆଜି ନାହିଁ। ଟେବୁଲ ଉପରେ ଥୁଆ ହୋଇଛି ଚିଠିଟିଏ। ମୁଁ ଇଷତ୍ ଆଲୋକରେ ଚିଠିଟା ଦେଖିଲି ସିନା ପଢ଼ିପାରିଲିନି। ବିଜୁଳି ବତୀ ସୁଇଚ୍କୁ ମୋ ହାତ ପାଇବ ନାହିଁ। ପୁଣି ଅଭୟ ଦେବୀଙ୍କ କଡ଼ା ହୁକୁମ ଯେ ମୋତେ ବିଜୁଳି ବତୀ ସୁଇଚ୍ ଛୁଆଇଁ ଦିଆଯିବ ନାହିଁ। ସକାଳ ହୋଇ ଆସିଲା। କାଉ କା କଲା। ଦିଦିମାନେ ଆଖି ମଳି ମଳି ଉଠିଲେ। ମୁଁ ଚିଠିଟା ଚଟକିନା ତକିଆ ତଳେ ରଖିଦେଇ ଶୋଇପଡ଼ିଲି। ଶୁଣିଲି ହୀରା ଦିଦି କହୁଛନ୍ତି, କୋକିଳ ତ ସବୁଦିନ ଡେରିରେ ଉଠେ, ଆଜି କେମିତି ଏତେ ଚଞ୍ଚଳ ଉଠି ପଡ଼ିଛି। ହୀରା ଦିଦି ଉଠି ଲୁଗା ସଜାଡ଼ୁ ବାରିଆଡ଼କୁ ଚାଲିଗଲେ। ଅଧିକାଂଶ ଦିଦି ଗାଧୋଇବାକୁ ଗଲେଣି। ଜଣେ ଦି ଜଣ ତଥାପି ଶୋଇଛନ୍ତି। ବିଜୁଳି ବତୀ ଜଳିଲାଣି। ମୁଁ ଲୁଚି ଚିଠିଟା ଖୋଲିଲି। ଅଭୟା ଦେବୀଙ୍କ ପାଖକୁ ଲେଖା ହୋଇଛି। କୋକିଳ ଦିଦିଙ୍କ ଛୋଟ ଛୋଟ ଅକ୍ଷର ସବୁ ମୁଁ ପଢ଼ିପାରିଲିନି। ଅଚାନକ ଆସି ଚିଠି ହାତରୁ ନେଇଗଲେ ହୀରା ଦିଦି। କ'ଣ କିରେ? ସେ ପର୍ଯ୍ୟନ୍ତ ସେ ଓଦା ଲୁଗା ପିନ୍ଧିଥାନ୍ତି। ଉତ୍ତରକୁ ଅପେକ୍ଷା ନ କରି ପଢ଼ିଗଲେ। ବାକି ସବୁ ଦିଦି ଆସି ପହଞ୍ଚିଗଲେ। ହୀରା ଦିଦି ଚିଠି ପଢ଼ି କହିଲେ, ଯା ହେଉ ଟୋକିଟା ବଞ୍ଚିଗଲା। ଜଣେ ପରେ ଜଣେ ସବୁ ଦିଦି ଚିଠି ପଢ଼ିଲେ। ତାଙ୍କ ଭିତରେ ଯେଉଁ ଆଲୋଚନା ହେଉଥିଲା ତା ମୁଁ ବୁଝିପାରିନଥିଲେ ବି କିଛି ଏବେ ବି ମୋର ମନରେ ଅଛି। କୋକିଳ ଦିଦିଙ୍କର କେହି ନଥିଲେ। ଗାଁର ଜଣେ ଲେଖା ଜୋଖା ଦାଦୀଙ୍କ ସହିତ ସେ ଆସିଥିଲେ ବିଧବା କୋଠରୀକୁ। ଜୀବନ ସାରା ଏତେ ଦୁଃଖ ସହିଥିଲେ ଯେ ସହି ସହି ଦୁଃଖଟା ତାଙ୍କ ଜୀବନର ଅଭ୍ୟାସ ହୋଇଯାଇଥିଲା। ସୁଖ ଟିକକ ପାଇଁ ଆଜି ତାଙ୍କୁ କିଏ ଯଦି ଅଜଣା ବାଟକୁ ଡାକି ନେଇଛି ସେ ଅରାଜି ହୋଇନାହାନ୍ତି। କେବଳ ଅଭୟା ଦେବୀଙ୍କର ଆଶୀର୍ବାଦ ଚାହିଁଛନ୍ତି। ବର୍ତ୍ତମାନ ଚିଠିକୁ କିଏ ଅଭୟା ଦେବୀଙ୍କୁ ନେଇ ଦେବ? ସମସ୍ତେ ଡରିଲେ। ଶେଷରେ ମୋ ହାତରେ ଚିଠି ପଠାହେଲେ। ଅଭୟା ଦେବୀ ଚିଠି ପଢ଼ିଲା ବେଳେ ମୁହଁରେ ରଙ୍ଗ ବଦଳିଗଲା। ମୋତେ ପଚାରିଲେ, ଏ ଚିଠି ତୋତେ କିଏ ଦେଲା?
ସେଜ ଉପରେ ପଡ଼ିଥିଲା। ମୁଁ ମିଛ କହିଲି। ସବୁ ଦିଦି ମୋତେ ମିଛ କହିବାକୁ କହିଥିଲେ। ରାଗରେ ତମତମ ହୋଇ ଅଭୟ ଦେବୀ ଶାଢ଼ୀ ବଦଳାଇ କୁଆଡ଼େ ଚାଲିଗଲେ। ସେଦିନ ସ୍କୁଲରେ ହୁଲସ୍ଥୁଲ କାଣ୍ଡ। ଦିଦିମାନେ ଦଳ ଦଳ ହୋଇ ବସି ଚପା ଗଳାରେ କଥାବାର୍ତ୍ତା କରୁଛନ୍ତି। ଝିଅମାନେ ଘୋଡ଼ାଗାଡ଼ିରୁ ଓହ୍ଲାଇଲା ମାତ୍ରେ ସେମାନେ ଘଟଣା ଜାଣିଗଲେ। ଅଭୟ ଦେବୀ 2 ଜଣ ଅଫିସରଙ୍କୁ ନେଇ ସ୍କୁଲକୁ ଫେରିଲେ। ମୁଁ ଶୁଣୁଥାଏ ଜଣେ ଅଫିସର ଅଭୟ ଦିଦିଙ୍କୁ କହୁଥାନ୍ତି, ଏସବୁ ବିଷୟ ପୋଲିସକୁ ଜଣାଇବା ଦରକାର। ସ୍କୁଲର ବଦନାମ ହୋଇଯିବ। ଗୋରା ସାହେବମାନେ ଦୟାକରି ଏ ସ୍କୁଲ ବସାଇଛନ୍ତି। ସେମାନେ ଜାଣିଲେ ସ୍କୁଲ ବନ୍ଦ କରିଦେବେ। ସେଦିନ ସନ୍ଧ୍ୟାରେ ମୁଁ ଆମ ଘରକୁ ଫେରିଆସିବା କଥା। ତାର 2-4 ଦିନ ପରେ ମୋର ଜନ୍ମଦିନ। ସତ୍ୟନାରାୟଣ ପୂଜା କରିଦେବେ। ମୋ ଜନ୍ମଦିନ ସନ୍ଧ୍ୟାରେ ସତ୍ୟନାରାୟଣ ପୂଜା ଚାଲିଥାଏ। ଖୋଳ ଆଉ ଝାଞ୍ଜ ବଜାଇ ପାଲାବାଲାମାନେ ଗୀତ ଗାଉଥାନ୍ତି। ମୁଁ ପାଲା ଶୁଣୁ ଶୁଣୁ ଶୋଇପଡ଼ିଥିଲି। ହଠାତ୍ ମୋର ନିଦ ଭାଙ୍ଗିଲା। ପାଲା ବନ୍ଦ ହୋଇଯାଇଛି। ସବୁ ଚୁପଚାପ। ମୁଁ ବିଛଣାରୁ ଉଠି ଆସିଲି। କିଏ ଜଣେ ପାଉଁଜି ଝୁମଝୁମ କରି ଚାଲୁଥିଲା ଆମ ଦୁଆରେ। ଦେଖିଲି ଲୋକଟିଏ ଓ ଗୋଟିଏ ନୂଆ ବୋହୂ ମଝି ଦୁଆରେ ଠିଆ ହୋଇଛନ୍ତି। ସେମାନେ ବାପାଙ୍କ ମୁଣ୍ଡିଆ ମାରିଲେ। ବୋଉ ପାଖକୁ ଗଲାବେଳକୁ ସେ ଟିକିଏ ଦୂରେଇ ଘୁଞ୍ଚିଗଲା। ସେଠି ଅଭୟା ଦେବୀ ଛିଡ଼ା ହୋଇଥିଲା। ବୋଉ କହିଲା, ଯା ଭାଗରେ କଳଙ୍କିନୀ, ମତେ ଛୁଁନା। ନୂଆ ବୋହୂକୁ ଓ ସେ ଲୋକଙ୍କୁ ଅଭୟା ଦେବୀ ଚାହିଁଲେନି। ବାପା କହିଲେ, ସୁଖରେ ରୁହ ଦୁହେଁ। ମୁଁ ଆଗକୁ ଯାଇ ଓଢ଼ଣା ତଳେ ସେ ବୋହୂ ମୁହଁ ଦେଖିବାକୁ ଚେଷ୍ଟା କରୁଥିଲି। ବୋହୂର ହାତଟି ଆସି ମୋର ଚିବୁକ ଛୁଇଁଲା। କିଏ? କୋକିଳ ଦିଦି। ବାପା ଆଶୀର୍ବାଦ ଦେଇ ଖୁସି ଥିଲେ। ମୁଁ ବି ଖୁସି ଥିଲି। ରାଗରେ ଜଳୁଥିଲେ ଅଭୟା ଦେବୀ। ତାଙ୍କ ମୁହଁ ଭାରି ଭାରି ଲାଗୁଥିଲା। ବୋଉ ଅଭୟା ଦେବୀଙ୍କ ଆଗରେ ଫିକା ପଡ଼ିଯାଏ। ସେ ଅଭୟା ଦେବୀଙ୍କୁ ଖୁସି କରିବାକୁ ନିଜେ ମଧ୍ୟ କୋକିଳ ଦିଦିଙ୍କ ଉପରେ ରାଗିଲା। ଆଜି ଏସବୁ କଥା ମୁଁ ବୁଝିପାରୁଛି। ସେତେବେଳେ ବୁଝୁଥିଲି ନା ନାହିଁ ମୁଁ ଠିକ୍ କହିପାରୁନି। ପାଲା ପୁଣି ଆରମ୍ଭ ହେଲା। ପାଲା ପରେ ବ୍ରାହ୍ମଣମାନେ ପୁରୀ, ମିଠା ଓ ଶିରିଣୀ ଭୋଗ ଖାଇ ବସିଲେ ଧାଡ଼ି ହୋଇ। ବୋଉ କାନିରେ ଗୋଟେ ମୁଖାପତ୍ର ବାନ୍ଧି ରୋଷେଇ ଘର ଆଡ଼େ ବଡ଼ାବଡ଼ି କରିବାକୁ ଚାଲିଗଲା। ମୋତେ ବ୍ରାହ୍ମଣମାନେ ଅରୁଆ ଚାଉଳ ପକାଇ କ'ଣ ସବୁ ମନ୍ତ୍ର ପଢ଼ିଲେ। ବୋଉ ଥାଳିଏ ପୁରୀ ଆଣି ରଖିଦେଲା ପରେ ରୋଷେଇଆ ବ୍ରାହ୍ମଣ ତାକୁ ପତରରେ ପରସିବାକୁ ଆରମ୍ଭ କଲା। ବୋଉ ବାପାଙ୍କୁ ଘର ଭିତରକୁ ଡାକିନେଲା। ସେମାନଙ୍କ ଚୁପଚାପ କଥାରୁ ମୁଁ ଯାହା ଶୁଣିଲି ତାହା ଏମିତି। ବାପା କହୁଥିଲେ, ଆଜି ପୁଅର ଜନ୍ମଦିନରେ ବାନାମ୍ବର କୋକିଳଙ୍କୁ ଅଟକାଇ ଖୋଇ ଦେଇଥିଲେ ହୋଇନଥାନ୍ତା। ବୋଉ, କାହିଁକି? ସେ ବଦନାମିଆ ଝିଅକୁ ଖୁଆନ୍ତି କାହିଁକି? ବାପା, ବଦନାମ ସେ କ'ଣ କଲା? ଯିଏ ଯାହା କରିଛି ଠିକ୍ କରିଛି। ବୋଉ, ଲୁଚିକାରି ପଳାଇବାଟା କେଉଁ ସୁନାମ ଯେ? ବାପା, ଯାହା ହେଉ ସେ କୂଳରେ ତ ଲାଗିଲା। ବୋଉ ଦୁମ୍ ଦୁମ୍ ଚାଲି ଭିତରକୁ ଆସିଗଲା। ମୁଁ ବାହାରେ ଠିଆ ହୋଇଥାଏ। ମୋତେ ଅଭୟା ଦେବୀ ବାରଣ୍ଡାରେ ଅନେକଣକୁ ଡାକିନେଲେ। ମୁଁ ଡରି ଡରି ଗଲି। କ'ଣ ପଚାରିବେ? କୋକିଳ ଯିବାବେଳେ ସେ ଚିଠି କ'ଣ ତତେ ଦେଇ ଯାଇଥିଲା? ଦେଖିଲି କୋକିଳ ଦିଦି ମୋ ପାଖରେ ନାହାନ୍ତି। ଅଭୟା ଦେବୀ ଅନେକ ଜେରା କଲେ। ସେ ବୋଧେ ଲକ୍ଷ୍ୟ କରିଥିଲେ ଯେ କୋକିଳ ଦିଦି ଅଳ୍ପ ସମୟ ପୂର୍ବରୁ ମୋ ଓଠକୁ ଧରି ଗେଲ କରିଥିଲେ। ଅଭୟା ଦେବୀ ମୋତେ ଜେରା ଉପରେ ଜେରା କରି ଚାଲିଲେ। ମୁଁ ମିଛ ଉପରେ ମିଛ କହି ଚାଲିଲି। ସତ ଆଉ କହିଲି ନାହିଁ। ଏ ଘଟଣା ପରେ ଘରେ ଧୀରେ ଧୀରେ ଅଶାନ୍ତି ବଢ଼ି ଚାଲିଲା। ବାପା ବୋଉଙ୍କର କଥାବାର୍ତ୍ତା କଳିକଜିଆର ରୂପ ନେଲା। ମୋର ଆଉ ଝିଅ ସ୍କୁଲ ମାନେ ବିଧବା ବୋର୍ଡ଼ିଂକୁ ଯିବାର ନାହିଁ। ମୋର ସବୁ ସେଠୁ ପାଠ ସରିଗଲା। ଏବେ ମୋତେ ଗୋଟେ ପୁଅ ସ୍କୁଲରେ ନାମ ଲେଖାଇବାକୁ ବ୍ୟସ୍ତ। କିଏ ଲେଖାଇବ? ବାପା ତ ସବୁବେଳେ ବାହାରେ। ବୋଉ ତ ଘର କାମରେ ବ୍ୟସ୍ତ। ଏ ସମୟରେ ଅଭୟା ଦେବୀଙ୍କୁ ଟାଇଫଏଡ଼୍। ତାଙ୍କୁ ହସ୍ପିଟାଲରେ ରଖାଗଲା। ମୋ ଭଉଣୀମାନେ ଗର୍ଲସ ସ୍କୁଲରେ ନାମ ଲେଖାଇ ସାରିଥିଲେ। ଅଭୟା ଦେବୀଙ୍କ ଖବର ବୁଝିବାକୁ ରହିଲୁ ଆମେ 3 ଜଣ। ବାପା, ବୋଉ ଓ ମୁଁ। କେତେ ଡାକ୍ତର ଦେଖିଲେଣି, କିଛି ହେଉନି। ଅଭୟା ଦେବୀଙ୍କର ଜ୍ୱର କମୁନାହିଁ। ସେ ହସ୍ପିଟାଲରେ ଭର୍ତ୍ତି ହେଲେ। ଖରାବେଳେ ମୁଁ ତାଙ୍କ ଖାଇବା ନେଇଯାଏ। ସଞ୍ଜବେଳେ ବୋଉ ଖାଇବା ନେଇଯାଏ ଓ ରାତି ସାରା ତାଙ୍କୁ ଜଗି ରହେ। ମୁଁ ଛୋଟ ପିଲା ବୋଲି ମୋତେ ହସ୍ପିଟାଲର ମହିଳାମାନେ ୱାର୍ଡ଼କୁ ଛାଡ଼ି ଦିଅନ୍ତି। ଅଭୟା ଦେବୀ ମୋତେ ଚିହ୍ନି ପାରନ୍ତି ନାହିଁ। ମୋ ମୁହଁକୁ ବଲ ବଲ ହୋଇ ଅନାନ୍ତି। କେତେବେଳେ ହସ, କେତେବେଳେ କାନ୍ଦ, କେତେବେଳେ ପିନ୍ଧା ଶାଢ଼ୀ ଓହ୍ଲେଇ ବେକରେ ବାନ୍ଧନ୍ତି। ମୁଁ ନୀରବ ଦର୍ଶକ ଓ କିଛି ବୁଝୁନଥିବା ବାଳକ। ସେ ରାତି ହେଲେ କାଳେ ଉଲଗ୍ନ ହୋଇ ନାଚନ୍ତି। ବୋଉ ଆସି ବାପାଙ୍କୁ ଖବର ଦିଏ। ତାଙ୍କୁ ନେଇ କେତେବେଳେ କିଏ କ'ଣ କହେ ମୋର ଠିକ୍ ମନେ ନାହିଁ। ତେବେ ଥରେ ଜଣେ ଡାକ୍ତର କହିଲେ ତାଙ୍କୁ ହିଷ୍ଟ୍ରିଆ ହୋଇଛି। କିଛିଦିନ ପରେ ତାଙ୍କୁ ଘରକୁ ଅଣାଗଲା। ଆସିବା ଦିନୁ ସେ ମୋ ସହିତ ଭଲରେ କଥା କହିନାହାନ୍ତି କି ଟିକେ ଆଦର ବି କରିନାହାନ୍ତି। ସେ ଅନ୍ୟ ଦୁନିଆରେ ବୁଲୁଥିଲେ। ବାପାଙ୍କୁ ବଲ ବଲ ହୋଇ ଚାହିଁ ରୁହନ୍ତି। ବୋଉ ଉପରେ ସବୁବେଳେ ରାଗ। ଦିନେ ଦିନେ ବୋଉ ସହିତ ଖୁବ୍ ଝଗଡ଼ା ହୁଏ। ତାଙ୍କର ଗୋଟିଏ ଓଜର ଆପତ୍ତି, ମୋତେ ବାହା କରିଲନି କାହିଁକି? ବୋଉ ତାଙ୍କ କଥା ଶୁଣି ଯାହା ଇଚ୍ଛା ତା ଶୋଧେ। କିନ୍ତୁ ତାଙ୍କ ପାଗଳାମି କମେ ନାହିଁ, ବରଂ ବଢ଼େ।
କୋକିଳ ଦିଦିଙ୍କ ବାହାଘର ପରେ ଅଭୟା ଦେବୀଙ୍କର ଏ ଅବସ୍ଥା। କୋକିଳ ଦିଦିଙ୍କ ବାହାଘର ସହିତ ତାଙ୍କ ବାହାଘରର କି ସମ୍ପର୍କ ସେ କଥା ମୁଁ ବୁଝିବା ବାହାରେ। ବାପା ବୋଉଙ୍କ କଥାରୁ ଏତିକି ବୁଝିଥିଲି ଯେ କୋକିଳ ଦିଦି ବାହା ହୋଇଥିଲେ ସତ, କିନ୍ତୁ ସେ ସ୍ୱାମୀଙ୍କୁ ଦେଖିନଥିଲେ। ଅଭୟା ଦେବୀ ବାହା ହୋଇଥିଲେ ଓ ବର୍ଷକ ପରେ ସେ ବିଧବା ହୋଇଥିଲେ। ତାପରେ ଅବସ୍ଥା ଚକ୍ରରେ ପଡ଼ି ସେ ଆଉ ନିଜ ବାପ ଘରକୁ ଫେରି ପାରିଲେନି। ତାଙ୍କ ବାପା ମା ମଧ୍ୟ ତାଙ୍କୁ ଡାକିଲେନି। ଅଗତ୍ୟା ସେ ଜଣେ କେଉଁ ଲୋକ ସହ ଖସି ଆସି ବିଧବା ବୋର୍ଡ଼ିଂରେ ପହଞ୍ଚିଲେ। ତାଙ୍କୁ ସେଠି ପହଞ୍ଚିବା ଲୋକ ଆଗରୁ ବେଳେବେଳେ ସ୍କୁଲକୁ ଆସୁଥିଲା ଦେଖା କରିବାକୁ, କିନ୍ତୁ ଅଭୟା ଦେବୀଙ୍କର ଆମ ଘର ସହିତ ସମ୍ପର୍କ ବଢ଼ିଲା ପରେ ସେ ମଧ୍ୟ ଦେଖା ଦେଲାନି। ମୋତେ ବାହା କରିଲେନି କାହିଁକି? କଥା ପଦକ ଅଭୟା ଦେବୀଙ୍କ ପାଇଁ ମନ୍ତ୍ର ହୋଇଗଲା। ସେଇ କଥାକୁ ବାରମ୍ବାର କହି ଅଭୟା ଦେବୀ ପୁଣି ବେମାରୀରେ ପଡ଼ିଲେ ଓ ପୁଣି ଡାକ୍ତରଖାନାରେ ଭର୍ତ୍ତି ହେଲେ। ଅଭୟା ଦେବୀ ଅନେକ ଦିନ ମେଡ଼ିକାଲରେ ରହି ଫେରିଆସିଲେ ବିଧବା ବୋର୍ଡ଼ିଂ। ଆଉ ସେ ଆମ ଘରକୁ ଆଦୌ ଆସିଲେନି। ମୋର ଯଦିଓ ଇଚ୍ଛା ହେଉଥାଏ ପଚାରିବାକୁ ଯେ ସେ କାହିଁକି ଆମ ଘରକୁ ଆସୁନାହାନ୍ତି, ତଥାପି ମୁଁ ନୀରବ ରହୁଥାଏ। ତାଙ୍କ ନ ଆସିବାରେ ଆମ ଘରେ ଟିକେ ଅଶାନ୍ତି ରଚାଏ। ଅଳ୍ପ ଦିନ ପରେ ଆମେ ଖବର ପାଇଲୁ ଅଭୟା ଦେବୀ ବାହା ହେବାକୁ ଯାଉଛନ୍ତି। ବାପା ଖାତିର କରୁନଥିଲେ ଏ ସମ୍ବାଦକୁ। ବୋଉ ଭାରି ବ୍ୟତିବ୍ୟସ୍ତ ହୋଇପଡ଼ିଥିଲା। ବୋଉ ତାଙ୍କର ଅବସ୍ଥା ମେଡ଼ିକାଲରେ ଦେଖିଥିଲା, ତେଣୁ ସେ ଭାବୁଥିଲା ଏ ଅବସ୍ଥାରେ ଅଭୟା ଦେବୀଙ୍କର ବାହା ହେବା ଉଚିତ ନୁହେଁ। ଯେତେ ଯାହା ହେଉ ଅଭୟା ଦେବୀଙ୍କର ବାହାଘର ହୋଇଗଲା ଜଣେ ଭଦ୍ରଲୋକଙ୍କ ସାଙ୍ଗରେ ଏବଂ ଅଳ୍ପ ଦିନ ଭିତରେ ସେ ଆଉ କୌଣସି ଗୋଟିଏ ସ୍କୁଲରେ ଚାକିରି ପାଇଗଲେ। ବିଧବା ବୋର୍ଡ଼ିଂ ଛାଡ଼ିଦେଲେ। ସେଠୁ ବିଧବା ବୋର୍ଡ଼ିଂ ସହିତ ସମ୍ପର୍କ ତୁଟିଲା, କିନ୍ତୁ ବାନାମ୍ବର ଓ କାବୁଲିବାଲାଙ୍କ ସହିତ ସମ୍ପର୍କ ସେମିତି ରହିଲା। ବାନାମ୍ବର ଯେଉଁ ପାନ ଦୋକାନ କରିଥିଲା ସେଠି ପ୍ରାୟ ପ୍ରତ୍ୟେକ ଦିନ କାବୁଲିବାଲା ଆସି ବସେ। ମୁଁ ପଡ଼ିଆକୁ ଖେଳିବାକୁ ଗଲାବେଳେ ଦୁହିଁଙ୍କ ସହିତ ଦେଖା ହୁଏ। ମୋତେ ଦୁହେଁ ମାଗଣାରେ ଲଜେନାନ୍ସ ଦିଅନ୍ତି ଓ ଗପସପ କରନ୍ତି। କାବୁଲିବାଲା ଗୋଟେ ସାଇକେଲ ଚଢ଼ି ଆମ ଘର ବାଟ ଦେଇ କୁଆଡ଼େ ଯାଏ। ଦିନେ ମୋତେ ଘର ଆଗରେ ଫାଟକ ପାଖରେ ଦେଖି ସେ ସାଇକେଲ ଅଟକେଇ ଦେଲା। ମୁଁ ତାକୁ କୁଆଡ଼େ ଯାଉଛ ବୋଲି ପଚାରିଲି। ସେ ମୋତେ ଯାହା ଖବର ଦେଲା ତାହା ହେଉଛି ଉତ୍କଳ ଥିଏଟର୍ସ ବୋଲି ଗୋଟିଏ ସଂସ୍ଥା ଅଛି, ଯାହାର ମାଲିକ ଏକାଧାରାରେ ନିର୍ଦ୍ଦେଶକ, ସଙ୍ଗୀତଜ୍ଞ, ଲେଖକ ଓ ଗୀତିକାର। ତାଙ୍କ ଥିଏଟର୍ସ ଭଲ ଚାଲିଛି, କିନ୍ତୁ ସେ କାବୁଲିବାଲା ଦ୍ୱାରା ଟିକିଏ ଅଧିକା ପଇସା ରୋଜଗାର କରିବାକୁ ଚାହାନ୍ତି। ତାଙ୍କଠୁ ପଇସା ଆଣି କାବୁଲିବାଲା ସୁଧରେ ଋଣ ଦିଏ। ଏତେ ପଇସାର ଆବଶ୍ୟକତା କ'ଣ? ବାପା କେତେ ଟଙ୍କା ରୋଜଗାର କରୁଥିଲେ ତା ତ ମୁଁ ଜାଣିନଥିଲି। ଜାଣିଥିଲି ଯାହାର ଯେତେବେଳେ ଯାହା ଦରକାର ମିଳିଯାଉଥିଲା। ତେବେ କାବୁଲିବାଲା କାହିଁକି ଏତେ ପଇସା ରୋଜଗାର କରିବା ପାଇଁ ଏତେ ପରିଶ୍ରମ କରୁଛି? ସେ ଟଙ୍କା ନେଇ ସେ କ'ଣ କରିବ? ବେଳେବେଳେ ବାନାମ୍ବର ଓ କାବୁଲିବାଲା କଥାବାର୍ତ୍ତା ମୁଁ ବାନାମ୍ବର ଦୋକାନରେ ବସି ଶୁଣେ। ବାନାମ୍ବର ଚାହୁଁଛି ଗୁଡ଼େ ପଇସା କରିଗଲେ ସେ ତା ଘରଟା ଆହୁରି ସୁନ୍ଦର କରି ଗଢ଼ିବ। କାବୁଲିବାଲା ଚାହୁଁଛି ଯେ ଆହୁରି ବେଶୀ ପଇସା ରୋଜଗାର କଲେ ନିଜ ଦେଶକୁ ଫେରିଯାଇ ସୁନ୍ଦର ଘରଟିଏ କରି ଚାଷବାସରେ ମନ ଦେବ। ସମସ୍ତେ କେବଳ ଗୋଟେ ସୁନ୍ଦର ଘର ଓ ପରିବାର ଚାହାନ୍ତି। ମୋ ମନକୁ କଥାଟା ପାଇଲା ନାହିଁ। ଘରଟାଏ କରିଦେଲେ ଜଣେ ମଣିଷ ହୁଏତ ସୁଖରେ ରହିପାରେ, କିନ୍ତୁ ଏହା ଛଡ଼ା କ'ଣ ଆଉ କିଛି ସୁଖ ନାହିଁ? ମୁଁ ବେଳେବେଳେ ଚିନ୍ତିତ ହୋଇ ଶୂନ୍ୟ ଆକାଶକୁ ଚାହିଁ ରହେ। ଦିନେ ବାପାଙ୍କୁ ପଚାରିଲି, ବାପା, ଆମର ଘର ନାହିଁ କାହିଁକି? ଏଇ ତ ଆମେ ଘରେ ରହୁଛେ। ନା, ଆମର ନିଜ ଘର। ନା, ଏପର୍ଯ୍ୟନ୍ତ କରିପାରିନି, କିନ୍ତୁ ହୋଇଯିବ। କେବେ? ସେ କଥା ତ ମୁଁ କହିପାରୁନି, କିନ୍ତୁ ହେଇଯିବ। ଓଃ, ଆଜି ମୁଁ ଚିନ୍ତା କରୁଛି ସେ କେତେ ସ୍ୱପ୍ନକୁ ଆଶ୍ରା କରି ନିଜକୁ ଓ ଆମକୁ ବଞ୍ଚାଉଥିଲେ। ଆମର ପରିବାର ସୁଖୀ ପରିବାର ଥିଲେ ବି ମୋ ମନ ସବୁବେଳେ ଖୋଜୁଥିଲା ସେଇ ସୁଖକୁ, ଯାହାକୁ ଆଶ୍ରା କରି ମଣିଷ ଅମର ହୋଇପାରେ। ଜୀବନ ଯେ କ'ଣ ହେବ ସେଥିଲାଗି ମୁଁ ଉଦ୍ବିଗ୍ନ ଥିଲି। ମୁଁ କ'ଣ କରିବି? ଯାହା ହେବାକୁ ଚାହୁଁଥିଲି ତାକୁ ଘର ଲୋକ ହସରେ ଉଡ଼ାଇ ଦେଲେ। ତେଣୁ ମୋ କର୍ମପନ୍ଥା ମୋତେ ହିଁ ଠିକ୍ କରିବାକୁ ହେବ। ଏଥର ମୋ ମନ କଥା କାହାକୁ ଜଣାଇବେ ନାହିଁ ବୋଲି ମନେ ମନେ ଠିକ୍ କଲି। ବେଶୀ ରୋଜଗାର କରି ବେଶୀ ପଇସା ପାଇଲେ କ'ଣ ସମାଜରେ ତୁମର ସ୍ଥିତି ଅଟଳ ରହିବ? ଏହି ପ୍ରଶ୍ନ ସେତେବେଳେ ମୋତେ ବ୍ୟସ୍ତ କରୁଥିଲା। ରାତିରେ ନିଦ ହେବା ପୂର୍ବରୁ ମୁଁ ଅନେକ ସମୟ ଧରି ଏହି କଥା ଭାବେ। କୂଳ କିନାରା ପାଇଲା। ମଝିରେ ମଝିରେ ଆମ ଘରର ସଭିଏଁ ଉତ୍କଳ ଥିଏଟର୍ସକୁ ନାଟକ ଦେଖିବାକୁ ଯାଉ। ଉତ୍କଳ ଥିଏଟର୍ସର ମାଲିକ କଳାକାର ବାବୁ ମୋ ବାପାଙ୍କର ଅନ୍ତରଙ୍ଗ ବନ୍ଧୁ ଥିଲେ। ବାପା ତ କଚେରୀରେ କାମ କରନ୍ତି, ଆଉ କଳାକାର ବାବୁ ତ ଡ୍ରାମା କମ୍ପାନୀ ଧରି ବ୍ୟବସାୟ କରୁଛନ୍ତି। ଏ ଦୁହିଁଙ୍କର ବନ୍ଧୁତା କେମିତି ହେଲା?
ପରେ ଏ କଥାଟା ଜାଣିଲି କଳାକାର ବାବୁ କୌଣସି ନୂତନ ନାଟକ ଲେଖିବା ପୂର୍ବରୁ ବିଷୟବସ୍ତୁ ବାପାଙ୍କ ସହିତ ଆଲୋଚନା କରନ୍ତି। ବାପା ଯେହେତୁ ନିଜେ ଲେଖୁନଥିଲେ ସେଥିଲାଗି ସେ ବୋଧହୁଏ ତାଙ୍କ ସହିତ ନିଃସନ୍ଦେହରେ ଆଲୋଚନା କରୁଥିଲେ। ଅନ୍ୟ ନାଟକାର କିମ୍ବା ସାହିତ୍ୟିକଙ୍କ ସହିତ କଳାକାର ବାବୁ କେବେ ଆଲୋଚନା କରୁନଥିଲେ। କାଳେ ତାଙ୍କ ଗଳ୍ପଟି ଚୋର ହୋଇଯିବ ଏଇ ଆଶଙ୍କାରେ। ଉତ୍କଳ ଥିଏଟର୍ସକୁ ଯାଇ ଯାଇ ପ୍ରଥମେ ମୋର ସବୁ ଅଭିନେତା ଅଭିନେତ୍ରୀଙ୍କ ସହିତ ପରିଚୟ ହୋଇଗଲା। ମୁଁ ଷ୍ଟେଜ୍ କଡ଼ରେ ଛିଡ଼ା ହୋଇ ରିହର୍ସାଲ୍ ଠାରୁ ନାଟକ ହେବା ଯାଏ ସବୁ ଦେଖେ। ସେମାନେ କିପରି ଅଭିନୟ କରୁଛନ୍ତି, ସେମାନେ କିପରି ଗାଉଛନ୍ତି, ବେଶୀ ଲକ୍ଷ୍ୟ କରେ ନିର୍ଦ୍ଦେଶକ କଳାକାର ବାବୁ ନାଟକର ରିହର୍ସାଲ୍ ଭିତରେ କିପରି ସଂଳାପକୁ ସଂଶୋଧନ କରୁଛନ୍ତି। ପିଲାଦିନର ଏ ଅଭିଜ୍ଞତା ମୋତେ ପରବର୍ତ୍ତୀ କାଳରେ ଅନେକ ସାହାଯ୍ୟ କରିଛି। ନାଟକ ସଂସ୍ଥା ଉପରୁ ଯାହା ଦେଖାଯାଏ ଭିତରେ ଠିକ୍ ସେୟା ନୁହେଁ। ନାଟକର ଦୁଇଟି ପୃଥିବୀ ଅଛି, ଗୋଟିଏ ଗ୍ରୀନ୍ ରୁମ୍ ଆଉ ଗୋଟିଏ ମଞ୍ଚ। ଗ୍ରୀନ୍ ରୁମ୍ ଅର୍ଥାତ୍ ଯେଉଁଠି ରୂପସଜ୍ଜା ହୁଏ, ସେଠି ହୁଏତ ଦୁଇଟି କଳାକାରଙ୍କର ଭଲ ନ ପଡ଼ିପାରେ, କିନ୍ତୁ ମଞ୍ଚ ଉପରେ ସେମାନେ ଅଭିନୟ କରି ପ୍ରମାଣିତ କରନ୍ତି ଯେ ସେମାନେ ପରସ୍ପର ବନ୍ଧୁ। ଦିନେ ଦିନେ ନାଟକ ଆରମ୍ଭ ହେବାର ଅନେକ ଆଗରୁ ମୁଁ ଚାଲିଯାଏ। ଉତ୍କଳ ଥିଏଟର୍ସର କୌଣସି ଆଡ଼େ ଯିବା ପାଇଁ ମୋ ପାଇଁ କୌଣସି ପ୍ରତିବନ୍ଧକ ନଥିଲା। ମୁଁ ଆଗେ ଗ୍ରୀନ୍ ରୁମ୍କୁ ଯାଏ। ସେମାନେ କଥାବାର୍ତ୍ତାକୁ ଖୁବ୍ ଶୁଣେ, କିନ୍ତୁ ବୁଝେ କମ୍। ସେମାନେ କାଲି ରାତିରେ ସବୁ ଘଟଣା ସମ୍ପର୍କରେ କଥାବାର୍ତ୍ତା କରୁଥାନ୍ତି। ମୁଁ ମନକୁ ମନ ପଚାରେ, ସାରାଦିନ ସେମାନେ ଏ ବିଷୟରେ କଥାବାର୍ତ୍ତା ହୁଅନ୍ତି ନାହିଁ କାହିଁକି? କେବଳ ଏଠି ଏସବୁ ଆଲୋଚନା। ପୁଣି ସେମାନେ ତାଙ୍କ ଦରମା କେତେ କଟିଛି, କାହାର କେତେ ବଢ଼ିଛି, ଏସବୁ ବିଷୟରେ ସରଗରମ ଆଲୋଚନା କରନ୍ତି। ଜଣେ ଜଣେ କୁହନ୍ତି ଯେ ବାବୁମାନେ କଳାକାର ବାବୁ ଯଦି ଆସନ୍ତା ମାସରୁ ତାଙ୍କ ଦରମା ନ ବଢ଼ାନ୍ତି ତେବେ ସେ ଏଇ ମଞ୍ଚରେ ଅଭିନୟ କରିବା ଛାଡ଼ିଦେବେ। ଦିନେ ମୁଁ ଜାଣିବାକୁ ପାଇଲି ଯେ ଜଣେ ହାସ୍ୟ ଅଭିନେତା ଯାହାଙ୍କର ନାମ ହେଉଛି କୃଷ୍ଣ ପଣ୍ଡା, ସେ ଫଟୋବନ୍ଦୀ ଦୋକାନ କରି ବସିଛନ୍ତି। ଥିଏଟର୍ସ ଛାଡ଼ି ଦେଇଛନ୍ତି। ପୁରୁଷ ଲୋକ ସିନା ଅଲଗା ବେପାର କରିବେ, ହେଲେ ନାରୀ ଅଭିନେତ୍ରୀମାନେ କ'ଣ କରିବେ? ତାଙ୍କର ତ ଉପାୟ ନାହିଁ। ଥିଏଟର କମ୍ପାନୀ ମେସ୍ ଠିକ୍ ଆମ ବିଧବା ବୁଢ଼ୀ ପରି। ଯେତେକ ନିରାଶ୍ରୟ ନାରୀ ଆସି ଅଭିନେତ୍ରୀ ବନିଛନ୍ତି, କଳାକାର ବାବୁ କିପରି ସେମାନଙ୍କୁ ଯୋଗାଡ଼ କରି ଥିଏଟର୍ସ ପାଟି ଭିତରକୁ ଆଣନ୍ତି ମୁଁ ସେତେବେଳେ ବୁଝିପାରେ ନା। ଯାହା ହେଉ, ମୋ ବାପାଙ୍କ ପରି ମୋର ମଧ୍ୟ ନାଟକ ଦେଖିବା ସଉକ ବଢ଼ିଗଲା। ମୁଁ ବରାବର ନାଟକ ଦେଖିବାକୁ ଚାଲିଲି ଓ ଅଳ୍ପ ଦିନ ଭିତରେ ସବୁ ଅଭିନେତା ଅଭିନେତ୍ରୀଙ୍କର ଅଭିନୟ ଅନୁକରଣ କରିପାରିଲି। ଏପରିକି ଗୋଟେ ଗୋଟେ ନାଟକ ବୁଝେ କି ନ ବୁଝେ ମୋର ପୁରା ମନେ ରହିଯାଇଥିଲା। ନାଟକ ହେଉଥିଲା ବେଳେ ଜଣେ ପ୍ରମ୍ପଟର ଥାଏ, ଯିଏକି ପରଦା ପଛଆଡ଼େ ପୁରା ନାଟକର ସଂଳାପ ଅଭିନେତା ଅଭିନେତ୍ରୀଙ୍କୁ ମନେ ପକାଇ ଦେଉଥାଏ। କେବେ କେବେ ମୁଁ ୱିଙ୍ଗସ୍ କଡ଼ରେ ଛିଡ଼ା ହୋଇ ସେସବୁ ସଂଳାପ କହିଦିଏ। ସେମାନେ ଆଶ୍ଚର୍ଯ୍ୟ ହୁଅନ୍ତି। ମୋତେ କହନ୍ତି ଯେ ଭବିଷ୍ୟତରେ ଜଣେ ବଡ଼ କଳାକାର ମୁଁ ହେବି। ଯେତେ ହେଲେ ମୁଁ କଳାକାର ହେବାର ସ୍ୱପ୍ନ ଦେଖୁନଥିଲି, ବରଂ ଜାହାଜର କପ୍ତାନ କିମ୍ବା ବତୀବାଲା ହେବାର ସ୍ୱପ୍ନ ଦେଖୁଥିଲି। ଅଧିକାଂଶ ଶିଳ୍ପୀ ଗୋଟିଏ ମେସ୍ରେ ରହୁଥିଲେ। ସେଠି ମଧ୍ୟ କଳାକାର ବାବୁ ରହୁଥିଲେ। କଳାକାର ବାବୁଙ୍କୁ ସମସ୍ତେ ବାବୁ ବୋଲି ଡାକୁଥିଲେ। ଏ ସମ୍ବୋଧନ ନାଟକ କମ୍ପାନୀର ସବୁ ମାଲିକମାନଙ୍କ ପ୍ରତି ପ୍ରଯୁଜ୍ୟ। ବାବୁଙ୍କର ସେବା କରିବା ସବୁ ଅଭିନେତା ଅଭିନେତ୍ରୀଙ୍କର କର୍ତ୍ତବ୍ୟ। ତେଣୁ କଳାକାର ବାବୁ ବଡ଼ ଆରାମରେ ଥିଲେ। ସକାଳେ ଚା ଖାଇବାଠୁ ରାତିରେ ଗୋଡ଼ ଘଷା ପର୍ଯ୍ୟନ୍ତ ତାଙ୍କର କୌଣସି ଚିନ୍ତା ନଥାଏ। କେବଳ ଚିନ୍ତା କିପରି ଏ ପେଶାଦାର ନାଟ୍ୟ ସଂସ୍ଥାକୁ ବଞ୍ଚାଇ ରଖିବେ। ଅବଶ୍ୟ ତାଙ୍କର ଯେ ପଇସା ଲୋଭ ନଥିଲା ତା ନୁହେଁ। ସେ ଚାହୁଁଥିଲେ ଏ ନାଟ୍ୟ ସଂସ୍ଥା ଦ୍ୱାରା ନିଜେ ଏକ ଲବ୍ଧ ପ୍ରତିଷ୍ଠିତ ନାଟ୍ୟକାର ହୋଇ ଦେଶର ସୁନାମ ଅର୍ଜନ କରିବେ। ଏକଥା ସତ, ତାଙ୍କ ତୁଳନାରେ ଅନ୍ୟ କୌଣସି ନାଟ୍ୟକାର ନଥିଲେ। ତାଙ୍କର ଅନୁଷ୍ଠାନ ପରିଚାଳନା କରିବାର ଧାରା ଅନନ୍ୟ ଥିଲା। କେଉଁ ଶିଳ୍ପୀ କାହା ସହିତ କଳିକଜିଆ କଲା, କିଏ ଆଜି ଜାଣି ଜାଣି ରଙ୍ଗମଞ୍ଚକୁ ଆସିନି, ସେସବୁ ବିଷୟରେ କେମିତି ଖବର ପାଆନ୍ତା କେହି ଜାଣନ୍ତି ନାହିଁ। ତାଙ୍କ ସଂସ୍ଥାରେ ସମସ୍ତେ ଗୁପ୍ତଚର। ସମସ୍ତେ ସମସ୍ତଙ୍କ ବିରୁଦ୍ଧରେ କୁହନ୍ତି। ତେଣୁ କଳାକାର ବାବୁ ପ୍ରାୟ ସମସ୍ତଙ୍କ ଚୁଟି ଧରି ବସିଥିଲେ। କିଏ କେତେବେଳେ ଖସିବାକୁ ଚାହୁଁଛି ତା ସେ ଅନେକ ଆଗରୁ ଜାଣିପାରନ୍ତି। ଠିକ୍ ସମୟରେ ଉଚିତ ପଦକ୍ଷେପ ମଧ୍ୟ ଗ୍ରହଣ କରିଥାନ୍ତି। ଓଡ଼ିଶାରେ ସେତେବେଳେ ନାରୀ ଅଭିନେତ୍ରୀମାନେ ଖୁବ୍ କମ୍ ଥିଲେ। ଆଭିଜାତ୍ୟର ରକ୍ତରୁ ବାହାରି ଆସି କୌଣସି ସୁନ୍ଦରୀ ଅଭିନେତ୍ରୀ ହେବାକୁ ପସନ୍ଦ କରୁନଥିଲେ। କେବଳ ପେଟ ପାଇଁ ଯେଉଁ କେତେଜଣ ଆସୁଥିଲେ, ସେମାନେ ଅଳ୍ପ ଦିନ ଭିତରେ କଳଙ୍କିନୀ ହୋଇଯାଉଥିଲେ। ଆଉ ଥରେ ଦେହରେ କଳଙ୍କର ଦାଗ ଲାଗିଯିବା ମାନେ ସେମାନେ ଆଉ ଥିଏଟର ଛାଡ଼ି ଯାଇପାରିବେନି। ପୁରୁଷମାନଙ୍କ କଥା ଅଲଗା। ଉତ୍କଳ ଥିଏଟର୍ସର ଅଧିକାଂଶ ପୁରୁଷ ମେସ୍ରେ ରହିଲେ ମଧ୍ୟ ବାହାରେ ବୁଲିବାକୁ ତାଙ୍କ ଗୋଡ଼ରେ ବେଡ଼ି ପକା ହୋଇନଥିଲା। 2-4 ଜଣ ତାଙ୍କ ଭିତରୁ ବାହାରେ ଘର ନେଇଥିଲେ। ନିଜ ନିଜ ସଂସାର କରିବାର ସ୍ୱପ୍ନ ଦେଖୁଥିଲେ।
प्रति अभिनेत्रीर जड़े पुरुष बंधु थाए से हिरो हो पारे कि विलियन हो पारे। अनेक छोट अभिनेत्री जो मैंने हिरोइन होगापी योग्य नुहति से माने प्रेम कर बसती मेकअप मैन को नहले आलोक संपादक करुवा लोकों को। आउ केते जण थांती जो माने रंगमंच को सीन पूर्वर सजाती किंबा केबे सीन टाणती। एमाने पूरा हताशिया से माने अभिनेत्री मानक पई बरा पिएजे आनिबाकु चाहती केतेबेले तांको लुगा धोई इस्त्री करी आणती। एहीपरि जड़े हताशिया सीन टणाणी होउछंती कालीचरण महापात्र। से सीन टाणिबा काम करुथिले मध्य बेले बेले छोट छोट अभिनय करती। तांको पाखरे जे असीम प्रतिभा लुचि रहिछि से कथा से जानि नथिले। कलाकार बाबू उत्कल थिएटर्स रे जड़े द्वारपाल थिले। से टिकेट देखि दर्शक मानक भीतर को छाड़ुथिले। तांको भाई थिले पॉइंटर माने जीए दर्शक मानक तांको टिकेट नंबर देखि निर्दिष्ट टोटकी रे बसाउथिले। जनकर नाम दियाउल आउ जनकर नाम अमीन। सेमाने मध्य बेले बेले छोट छोट रोले अभिनय कर दियंती। अर्थात कलाकार बाबू केवल कलाकार तैयारी करबाकू पण करथिले। एपरिकी तांको घोड़ा गाड़ीर कछुआन मध्य दिने दिने अभिनय करे। केवल कलाकार बाबू स्टेज उपर को उठंते नहीं। कौन गोटे दुर्घटना रे तांको गोड़ छोटा हो जाइथिले। तेणु से सबुबेले घोड़ा गाड़ी रे जिबा आसिबा करुथिले। सकाळु संजा पर्यंत से थिएटर नहीं व्यस्त थांती। मते आश्चर्य लगे जे से लेखन्ती केतेबेले किंतु गोटे नाटक 3 मास जाए चलिला परे नूतन नाटक प्रस्तुत हो जाए। सेतेबेले थिएटर्स रे जो नाच हुए से सबु हिंदी सिनेमा अनुकरण रे। रास्ता उपरे नृत्य नहिले बाइजी नृत्य। तापरे नाटक आरंभ हेबा पूर्वरु नृत्य नाटिका परिवेषण करा जाए। ताहा कथक भारतनाट्यम कि मणिपुरी कौनसी पर्यायभुक्त नुहे। झुलन जात्रा बेले झुलन पीठ आगरे गोटी पुओ नाच हुए ताहाकू कहूथिले संगीत। ए नाच बहुत डेरी रे आरंभ होई सकाळ पर्यंत चलुथिला। तेणु मते देखिबाकू सुजोग मिलु नथिला। किंतु से दक्षिणी नाच बा गोटी पुओ नाच ढांचारे कलाकार बाबू गोटे नाटकर अनेक गुड़िए नाच प्रस्तुत करथिले। गीत गुड़िक पारंपरिक एवं आश्चर्य जे एहा लोकमानक द्वारा खूब आदृत होउथिला। से नाटक रे प्रथमे कालीचरण महापात्र नाचिथिले राधांकर सखी होई। तांको चेहराटी सेतेबेले खूब भल थिला। रूपसज्जा नेला परे एकेबारे झियो परी देखा जाउथिले। तांको देखे मु दिने कहली जे मु भी नाचिबाकू चाहे। बापा गोटे भुरुणी मारी मते विदा करदेले। आम वंशरे के नाच गीतरे मातिबे नहीं बोली तांकर दृढ़ मत। बहुत आहुरी कठोर। उभयंकर मत थिला जे मु पाठ पढ़िबी और खंडिए चाकरी कले वंशर गौरव अक्षुण्ण रहिबो। आ मु जे जो नाचिबा कथा कहलिनी सेथिरु सेमानंकु मने होतिला जे मोर सर्वनाश होइकला। तेबे एठारे शेष होला आर्यदासर आत्मलिपिर चतुर्थ भाग। आगामी अध्याय एही आत्मजीवनीटर बाकी अंश गुड़िक आमे सुनिबा। रहिली नमस्कार।